ସାର୍ ଆପଣଙ୍କୁ ନ୍ୟୁଜରୁମ୍ କୁ ସ୍ୱାଗତ କରୁଛି ସାର୍। ଯେଭଳି ଭାବେ ଆପଣ ମଧ୍ୟ ପୂର୍ବରୁ କହୁଥିଲେ ଯେ ବର୍ତ୍ତମାନ ସମୟରେ ପୁଣି ଏକ କାଳବୈଶାଖୀ ବର୍ଷା ହେଉଛି, କିନ୍ତୁ ଯଦି ଦେଖିବା ଗତକାଲି ରାତିରେ ଦିନ ତମାମ ପାଗ ପୁରା ଠିକ ଥିଲା, କିନ୍ତୁ ରାତି ବେଳା ହଠାତ୍ ବର୍ଷା ଆସିଲା। କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ମଧ୍ୟ ହୋଇଛି ଏବଂ ପ୍ରବଳ ବର୍ଷା ହୋଇଛି। ଯଦି ରାଜଧାନୀ ଭୁବନେଶ୍ୱର କଥା କହିବା ତେବେ ଗତକାଲି ମଧ୍ୟ ଖୁବ ଭଲ ବର୍ଷା ହୋଇଛି। ତେବେ ଆଜି ପାଗ କେମିତି ରହିବ? ପାଗର ଅପଡେଟ କୁ ନେଇ ଆଜି କଣ ଆସିଛି ସାର୍? ଅଧିକ ଅପଡେଟ କଣ ରହୁଛି? ନମସ୍କାର। ବର୍ତ୍ତମାନ ଆମର ଯୋଉ ପଶ୍ଚିମା ଝଡ଼ର ଯୋଉ ପ୍ରଭାବ ବର୍ତ୍ତମାନ ସେ ଝାଡଖଣ୍ଡ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଧୀରେ ଧୀରେ ସଂଗଠିତ ହଉଛି, ତେଣୁ ସେ ସଂଗଠନ ପ୍ରକ୍ରିୟାଟା ଏଇ ଯୋଉ କାଳବୈଶାଖୀ ପ୍ରଭାବିତ କରିବ। କାରଣ ଯୋଉ ଆପଣ କହୁଛନ୍ତି ଦିନ ବେଳା ଖରା ମାନେ ଖରା ରହୁଛି, ସେଇଟା ହିଁ କାଳବୈଶାଖୀର ଗୋଟେ ମୁଖ୍ୟ ବିଶେଷତ୍ୱ ଯେ ଭୂପୃଷ୍ଠର ତାପମାତ୍ରା ଟିକେ ବୃଦ୍ଧି ହେବା ଦରକାର। ତେଣୁ ଅପରାହ୍ନ ସମୟରେ ଆଜି ବି ଅପରାହ୍ନ ସମୟରେ ମତେ ଲାଗୁଛି ପୁଣି ସେ ପ୍ରଭାବର ପୁନରାବୃତ୍ତି ହବ। ଆଉ ଯେହେତୁ ଯୋଉ ଉତ୍ତର ପଶ୍ଚିମ ଯୋଉ ବାୟୁର ପ୍ରଭାବ ପ୍ଲସ୍ ବଙ୍ଗୋପସାଗରରେ ଗୋଟେ ଘୂର୍ଣ୍ଣିବଳୟ କ୍ଷେତ୍ର ଆଉ ଭୂପୃଷ୍ଠ ଟିକେ ଅଧିକା ତାତି କଣ୍ଡିସନ ଅଛି, ଏଇ ସବୁ ଦୁଇ ତିନିର ପ୍ରଭାବ। ଆଉ ଗୋଟେ ଜିନିଷ ରହୁଛି ଯେ ମାୟାମାର ଅଞ୍ଚଳରେ ଗୋଟେ ଗୁରୁଚାପ କ୍ଷେତ୍ର ରହୁଛି, ସେ ପଶ୍ଚିମା ଝଡ଼ର ଅଗ୍ରସର ପୂର୍ବ ଆଡକୁ କରିଦଉନି, ତେଣୁ ସେ ଟିକେ ସ୍ଥିରତା ଆଣିବ ତାର ଯୋଉ ମୁଭମେଣ୍ଟ ଉପରେ। ତେଣୁ ତା ପ୍ରଭାବରେ ଆମର ଯୋଉ ସମୟ ସୀମା ରହୁଛି 28 ରୁ 2 ମତେ ଲାଗୁଛି ଓଡିଶାରେ ଗୋଟେ ସକ୍ରିୟ କାଳବୈଶାଖୀ ପ୍ରଭାବ ରହିବ ଅପରାହ୍ନ ସମୟରେ। କିନ୍ତୁ ଆଜି ବି ଲାଗୁଛି ରାତି ସମୟରେ ବି ରହିପାରେ, କାରଣ ଯେତେବେଳେ ପଶ୍ଚିମା ଝଡ଼ର ପ୍ରଭାବଟା ଟିକେ ଅଧିକା ସଂଗଠିତ ହବ, ରାତିରେ ବି ମଧ୍ୟ ପ୍ରଭାବ ରହିପାରେ। ଓଭରଅଲ ବର୍ତ୍ତମାନ ସକ୍ରିୟ ପ୍ରଭାବ ମତେ ଲାଗୁଛି ଅପ୍ ଟୁ 2-3 ତାରିଖ ପର୍ଯ୍ୟନ୍ତ ରହିବ। ଓଭରଅଲ ପ୍ରଭାବଟା ମତେ ଲାଗୁଛି 4-5 ପର୍ଯ୍ୟନ୍ତ ରହିବ। ଆଉ ଓଡିଶାର ସମସ୍ତ ଜିଲ୍ଲା ଅଳ୍ପ ବହୁତ ୟା ଦ୍ୱାରା ପ୍ରଭାବିତ ହେବେ, କିନ୍ତୁ ମୁଖ୍ୟତଃ ଲାଗୁଛି ଉପକୂଳ ଆଉ ଉତ୍ତର ଓଡିଶା ଟିକେ ଅଧିକା ପ୍ରଭାବିତ ହେଇପାରନ୍ତି। ମୋଟାମୋଟି ଏଇଆ ବର୍ତ୍ତମାନ ମତେ ଲାଗୁଛି। ଆଜ୍ଞା ସାର୍। ସାର୍ ବର୍ତ୍ତମାନ ସମୟରେ ଯୋଉ ବର୍ଷା ହେଉଛି କାଳବୈଶାଖୀ ଜନିତ, କିନ୍ତୁ କେଉଁ ଦିନ ଅଧିକ ଏହାର ପ୍ରଭାବ ଅଧିକ ରହିବ କଣ କହିବେ ସାର୍? ପ୍ରଭାବ ଅଧିକ ରହିବ ମାନେ ଯୋଉ ଆମର ଯୋଉ ଉତ୍ତର ପଶ୍ଚିମ ବାୟୁର ଯୋଉ ସାଇକ୍ଲୋନିକ ସର୍କୁଲେସନ ସେ ଟିକେ ସଂଗଠିତ ହବ। ତେଣୁ ମୋଟାମୋଟି ଲାଗୁଛି ଯେ ଯୋଉ ନେକ୍ସଟ 72 ଘଣ୍ଟା ଆସୁଛି ତା ପ୍ରଭାବଟା ଟିକେ ଅଧିକା ରହିପାରେ ଅପ୍ ଟୁ 2 ତାରିଖ ପର୍ଯ୍ୟନ୍ତ, ତାପରେ ପ୍ରଭାବ କମିଯିବ। ଆଜ୍ଞା ସାର୍। ସାର୍ ଯଦି ଦେଖିବା ବର୍ତ୍ତମାନ ସମୟରେ ଉତ୍ତର ଓଡ଼ିଶାରେ ଭଲ କାଳବୈଶାଖୀ ବର୍ଷା ହେଇଛି। ଯଦି ଦେଖିବା ଉତ୍ତର ପଶ୍ଚିମ ଓଡ଼ିଶା ଯୋଉ ରହିଛି, ଦିନେ ପୂର୍ବରୁ ତାହା କୋହଲା ପାଗ ଲାଗି ରହିଥିଲା, କିନ୍ତୁ ମଝିରେ ମଝିରେ ହାଲକା ହାଲକା ବର୍ଷା ମଧ୍ୟ ହେଉଛି। ଗରମରୁ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତି ମିଳିଛି, କିନ୍ତୁ ଉପକୂଳ ଓଡ଼ିଶାରେ ଏବେ ବି ଗରମ ହେଉଛି, କଣ କହିବେ ସାର୍? ନାଇଁ, ସମସ୍ତ ପ୍ରକାର ଆପଣ ଦେଖନ୍ତୁ, ଆପଣ ମାର୍ଚ୍ଚ ଏପ୍ରିଲ ମେ ହଉଛନ୍ତି ଆପଣଙ୍କର ଖରାର ଦିନ, ତେଣୁ ଗରମ ହବାଟା ସ୍ୱାଭାବିକ। ଆପଣ ଯୋଉ ଉତ୍ତର ପଶ୍ଚିମ ଜିଲ୍ଲା କିଛିଟା ଜିଲ୍ଲା ଟିକେ ଆଂଶିକ ରୂପେ କୋହଲା ପାଗ ରହୁଛି, କାରଣ ସେଠି ଟିକେ ସେଟା ବାଦଲର ପ୍ରଭାବ ରହୁଛି, ସାମାନ୍ୟ ଥଣ୍ଡା ବାୟୁର ପ୍ରଭାବ ରହୁଛି ଉତ୍ତର ପଶ୍ଚିମ ଯୋଉ ପଶ୍ଚିମା ଝଡ଼ ଯୋଗୁ। ତେଣୁ ସେଠି ଟିକେ ଆପଣ କୋହଲା ପାଗ, ଉପକୂଳରେ ବି ଟିକେ କୋହଲା ପାଗ ରହିପାରେ, କିନ୍ତୁ ଏଟା ସ୍ଥାନୀୟ କାରଣ। ଏମିତି ନାହିଁ ଯେ ଦିନର ସବୁ ସମୟ କୋହଲା ପାଗ ରହିବ, ଅଳ୍ପ ସମୟ ଅଳ୍ପ ଜାଗା ରହିପାରେ। ଓଭରଅଲ ଗୋଟେ ବିକ୍ଷିପ୍ତ ବର୍ଷା ହବ। ଆଉ ଉତ୍ତର ପଶ୍ଚିମ ଜିଲ୍ଲା ମାନେ ବି ମୋର ଯୋଉ କାଳବୈଶାଖୀର ପ୍ରଭାବ ଆଜି ବି ରହିବାର ସମ୍ଭାବନା ରହୁଛି। ତେଣୁ ଓଡିଶାର ସମସ୍ତ ଜିଲ୍ଲା ଦ୍ୱାରା ଅଳ୍ପ ବହୁତ ପ୍ରଭାବିତ ହବ, କିନ୍ତୁ ମୁଖ୍ୟତଃ ଲାଗୁଛି ଉପକୂଳ ଉତ୍ତର ଓଡିଶା ଟିକେ ବେଶୀ ପ୍ରଭାବିତ ହେଇପାରେ, କାରଣ ଯୋଉ ବାୟୁମଣ୍ଡଳ ଯୋଉ ପ୍ରଭାବ ସେଇ ଟାଇପର ରହୁଛି। ତେବେ ସାର୍ ଯଦି ଦେଖିବା ଆଜି ସକାଳୁ ଉତ୍ତର ପଶ୍ଚିମ ଓଡ଼ିଶାରେ ଟିକେ ଭଲ ଖରା ହୋଇନି। ଆଜି ଯଦି ଦେଖାଯାଏ ଭୁବନେଶ୍ୱରରେ ଟିକେ ପାଗ ଭଲ, ସମ୍ପୂର୍ଣ୍ଣ ଖରା ପାଗ ସକାଳୁ ସକାଳୁ ରହିଛି, କିନ୍ତୁ କୋହଲା ପାଗ କିଛି କିଛି ସ୍ଥାନରେ ମଧ୍ୟ ଦେଖିବାକୁ ମିଳୁଛି। ଗତକାଲି ଯେଭଳି ଭାବେ ବର୍ଷା ହେଲା, ଆଜି ସେଇଭଳି ଭାବେ ସମାନ ପରିସ୍ଥିତି ଦେଖାଦେବ କି? ହଁ, ଅପରାହ୍ନ ସମୟ ହେଇଗଲା ପରେ ଆପଣ ଦେଖିବେ ଆଜି ସେମିତି 2-3ଟା ପରେ ଆମର ଟିକେ ବର୍ଷାର ପ୍ରଭାବ ବଢିବ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ, ଉତ୍ତର ଜିଲ୍ଲା ମାନଙ୍କରେ, ବିଭିନ୍ନ ଉତ୍ତର ପଶ୍ଚିମ ଜିଲ୍ଲା ମାନଙ୍କରେ
मत लगुच काली भोर भी टिके वर्षा रही पारे कारण जो पश्चिम झड़र जो प्रभावटा सामान्य संगठित होची तेणु भोर बेला भी वर्षा रही पारे मत लगुच ए जो 72 घंटा आसूची टिके प्रभावटा टिके त्वरान्वित हबो आउ वर्षा जो अपन कहले बिजुली घड़घड़ी पवन ए प्रकार प्रभाव रही पारे। आज्ञा सर सर जदि कहिबा जेभली भाबे काल बैसाखी वर्षा राज्य रे लागि रहिछि एबे सुधा किंतु किछि किछि जिल्ला रे देखिबाकू मिलुछि काल बैसाखी जनित वर्षा हेउछि किंतु अनेक जिल्ला अछि जेउठारे पाग मुख्यतः सुखिला रहउछि वर्षा होनाई अत्यधिक गरम मध्य होउछि किछि कमेंट रो जे क्वेश्चन आछि तबे पुरी जिल्ला रे केबे काल बैसाखी वर्षा हेबो कोन कहबे सर? पुरी जिल्ला हमर उपकूलवर्ती जिल्ला रे आसुछि तेणु पुरी जिल्ला रे पुरी जिल्ला रे आज वर्षा रहिबा संभावना रहुछि। आज्ञा सर तेबे सर जदि कहिबा बारिपदारे काल बैसाखी एवं पश्चिमा झड़ और ट्रफ लाइन रो प्रभाव केमिति रहइबो? हाँ हमर जो उत्तर जिल्ला माने अछंती बारिपदा केउंझर तापरे हमर सुंदरगढ़ देवगढ़ ये अंचल प्रभावटा रहिबो आउ माने कंटिन्यूअसली रहिबो तेणु अपराह्न समय रे हमको सतर्कता अवलंबन करिवार अछि कारण वर्षा रहिबो बारिपदा पार्श्ववर्ती जो अंचल अछि अप टू 2-3 तारिख पर्यंत रहुछि। आज्ञा सर सर वर्तमान समय रे गोटे बात्या को नै जेभली भाबे सूचना आसुछि बा अनेक भिन्न भिन्न मॉडल रहिछन्ती जो माने मे मासरे बात्या हेबो बोली कहिछन्ती बा कुहा जाउछि गोटे पटे जो देखिबा लोकमानक मध्य रे बात्या को नै जेभली भाबे गोटे आशंका देखा दिए बा भय देखा दिए ताहा मध्य लोकमाने एबेठु बात्या को नै भयभीत हेलेनि किंतु जदिओ जଣା पड़ी नै आपनक आकलन कोन कहूछि जदि मे मासरे गोटे बात्यार समय जदि आमे कहिबा मे मास अक्टोबर मास ए सब मासरे बात्या संभावना अधिक थाए किंतु आपनक आकलन कोन कहूछि कोन कहिबे सर बात्या को देखो तो बात्या तो मे मासरे हमर विगत 5 वर्ष ला बंगोपसागर सक्रिय होउची बात्या रहुची हमर भी निजर स्टडी अछि जे काहे कि बंगोपसागर अधिक सक्रिय खरा दिनिया बात्या पई रहुची तेणु ए वर्ष भी जदि संगठित सृष्टि हबो कि किसी बात्या हबो मते काहे किसी आश्चर्य तदर हबार नाही किंतु आपण वर्तमान अछंती एप्रिल 29 तारिख दिन जहा प्रभाव कि जो प्रकार सिग्नेचर सबू मॉडल माने देखौचंती से मे द्वितीय हप्ताह परे तो बात्यार जो आकलनटा 5 दिन पूर्व आपण मैक्सिमम करि परिबे आपण 20 दिन 22 दिन पूर्व पृथ्वीर कोनोसी व्यक्ति कोनोसी संस्था कि कोनोसी मॉडल करि परिबो नाही असंभव तेणु आपण अपेक्षा करिया पड़िबो मे द्वितीय हप्ताह परे यदि किछि संगठित क्षेत्र बंगोपसागर सृष्टि होउछि आपण तार सूचना पाइबे वर्तमान से विषय कहबा संभवपर नुहे किंतु मे मासटा बंगोपसागर सक्रिय रहुछि प्रति वर्ष 2019 प्रत्या आसुछि स्पष्ट चित्र पई कि मे प्रथम द्वितीय सप्ताह रे मते लागुछि आ ऊपर क्लैरिटी आसीबो। सर राडार को लक्ष्य कले जना पड़ुछि दक्षिण ओडिसा रे काल बैसाखी वर्षा हेले ता शक्तिशाली हेउ नाही अपसरी जाउछि किंतु उत्तर ओडिसा रे जो काल बैसाखी सृष्टि हुए ताहा आगो को अग्रसर हेउछि एवं बहुत शक्तिशाली हेउछि काहे कि ठीक अच्छे आपण एटा देखुचंती बहुत उत्साह जनिक जिनस जे आपण एतिक इंटरेस्ट नउचंती किंतु देखो दक्षिण ओडिसा रे एमति नै जे वर्षा हबोनी मात्र वर्षा भी हेइछि नवरंगपुर रे बोधे हमर 26 तारिख दिन बेसी वर्षा हेइछि दक्षिण वर्षा रहउछि किंतु एटा गोटे बहुत स्थानीय आकार रे वर्षा हबो जदि आपण कहउचंती मयूरभंज जिल्ला माने जे सबु ब्लॉक सबु पंचायत द्वारा प्रभावित हबो। द्वितीय जिनस है वर्तमान वायुर जो चलनटा होउछि सेटा पश्चिम रु पूर्व को होउछि तेणु ता सहित आपण जदि टिके विश्लेषण करिवे जो हमर बादल रो जो मूवमेंटटा पश्चिम रु पूर्व को हुए किंतु बेसी प्रभावटा मोटामोटी आपण जदि 26 तारिख रु 5 तारिख गोटे आकलन को नेबे बेसी प्रभावटा उत्तर ओडिशा उपकूलवर्ती ओडिशा रे रहिबाटा बेसी संभावना लागुछि कारण वायुर चलन आ जो वायुर ऊर्ध्वगामी स्थलभाग उत्तप्त सामुद्रिक परिवेश ये सबू की कारक किंतु ओडिशार विभिन्न जिला द्वारा प्रभावित हो पारती।
ଆଜ୍ଞା ସାର୍ ବୈଶାଖୀ ବର୍ଷା ରେ ମେଘଖଣ୍ଡ କେଉଁ ଦିଗକୁ ଗତି କରନ୍ତି? ସେମିତି ଆପଣ କହିଲି ଗୋଟେ ଜେନେରିକ କରିହବନି, କିନ୍ତୁ ଓଭରଅଲ୍ ଆପଣ ଯଦି ଦେଖିବେ ସେଥିରୁ ଜଣା ପଡିବ ଯେ ପଶ୍ଚିମରୁ ପୂର୍ବକୁ ଯୋଉ ମେଘଖଣ୍ଡର ଅଗ୍ରସରତା ହବ, କାରଣ ବାୟୁଟା ମେଜର ଯୋଉ କାଳବୈଶାଖୀ ଯୋଉ 26 ତାରିଖରୁ ଷ୍ଟାର୍ଟ ହେଇଛି ତାର ମୁଖ୍ୟ ଗୋଟେ କାରକ ରହୁଛି ପଶ୍ଚିମା ଝଡ଼। ପଶ୍ଚିମା ଝଡ଼ର ପ୍ରବେଶଟା ପଶ୍ଚିମରୁ ପୂର୍ବକୁ ହୁଏ, କିନ୍ତୁ ବର୍ତ୍ତମାନ ପଶ୍ଚିମ ଝଡ଼ ଆଗକୁ ଟିକେ ଅଗ୍ରସର ହେଇପାରିବ ନାହିଁ, କାରଣ ସିଏ ଯୋଉ ସାଇକ୍ଲୋନିକ ସର୍କୁଲେସନ ଆପଣ ଝାଡଖଣ୍ଡ, ବିହାର, ଉତ୍ତର ଓଡ଼ିଶା ଗୋଟେ ବଡ ଅଞ୍ଚଳ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଅଞ୍ଚଳରେ ଅଛି, କିନ୍ତୁ ଆଗରେ ରହିଲା ବାଂଲାଦେଶ, म्यांमार ସିଆଡକୁ ଅଗ୍ରସର ହେଇପାରୁନି, କାରଣ ସେଠି ଗୋଟେ ଗୁରୁଚାପ କ୍ଷେତ୍ର ଅଛି। ତେଣୁ ସେଇଠୁ ବାୟୁର ଯୋଉ ସଞ୍ଚଳନଟା ସେଇ ଅଞ୍ଚଳରେ ହବ, ତେଣୁ ସେଇ ପ୍ରଭାବରେ ଆପଣଙ୍କର ବେଶୀ ପ୍ରଭାବଟା ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ରାଜ୍ୟ ଆଉ ଉପକୂଳବର୍ତ୍ତୀ ଓଡ଼ିଶାରେ ସମ୍ଭାବନା ଲାଗୁଛି। ଆଉ ବାୟୁର ଯୋଉ ବାଦଲ ଖଣ୍ଡର ଯୋଉ ସୃଷ୍ଟି ପଶ୍ଚିମରୁ ପୂର୍ବକୁ ଗୋଟେ ଜେନେରିକ ୱେରେ ହେଲା ଭଳିଆ ଲାଗୁଛି। ଆଜ୍ଞା ସାର୍ ଗୋଟେ କ୍ୱେଶ୍ଚିନ୍ ଆସିଛି, ଯେମିତି କି ଆପଣ ଦେଖୁଥିବେ ଅନେକ ସମୟରେ ପାଣିପାଗ ଯାହା ଆକଳନ କରିଥାଏ ବା ପୂର୍ବାନୁମାନ କରିଥାଏ ତା ମଝିରେ ମଝିରେ ଭୁଲ ହୋଇଯାଏ, ତେବେ କାହିଁକି, ଏହାର କାରଣ? ନା, ଆମର ଗୋଟେ ପ୍ରକୃତି ରହୁଛି ଯେ ଆମେ ଭୁଲଟାକୁ ସବୁବେଳେ ଦେଖୁ। ଆପଣ ପାଣିପାଗ ବହୁତ ସଠିକ ବି ଦେଇଥାଏ, ସେଇଟା ବି ଆପଣଙ୍କୁ ଆଲୋଚନା ନେବାକୁ ପଡିବ। ଦ୍ୱିତୀୟ ଜିନିଷ ହେଲା ଆପଣ ପ୍ରକୃତିର ବହୁତ ଜଟିଳତା ଅଛି। ଆପଣ ପ୍ରକୃତିର ପାୱାରଫୁଲ କାହିଁକି, ପ୍ରକୃତି ହଉଛି ଜଟିଳ। ପାୱାରଫୁଲ ଆପଣଙ୍କର ଜଟିଳତାର ଯୋଉ କାରକ ମାନେ ଅଛନ୍ତି ଆପଣ ସମ୍ପୂର୍ଣ୍ଣ ସେ ବିଷୟରେ ଜାଣିନାହାନ୍ତି। ଆପଣ ଯୋଉ କହୁଛନ୍ତି ଯେ କାଳ ବୈଶାଖୀ ହବ, କିନ୍ତୁ କାଳ ବୈଶାଖୀ ଅପରାହ୍ନ ସମୟରେ ହବ, କିନ୍ତୁ ଆପଣ କହିପାରିବେନି ଯେ 3:10 ଏଇ ସ୍ଥାନରେ ଏତିକି ପରିମାଣର କାଳବୈଶାଖୀ ହବ, ଏତିକି ବର୍ଷା ହବ, ଏତିକି ପବନ ହବ। ସେଇ ଜ୍ଞାନ କୌଶଳ ପାଇଁକି ଆହୁରି କାମ କରିବାର ଅଛି। ଆପଣ କିଛି ଜିନିଷ ଜାଣିଛନ୍ତି, ଆପଣ ବହୁତ କିଛି ଜାଣିନାହାନ୍ତି। ଧୀରେ ଧୀରେ ତା ଉପରେ କାମ ହଉଛି, ଆଉ ସେଥିପାଇଁକି ବହୁତ ସଠିକ ଆକଳନ ଆପଣ ଏବେ କରିପାରୁଛନ୍ତି। ଆମେ ଯୋଉ ଆଗରୁ 1999 ମସିହାର ଯୋଉ ବାତ୍ୟା ଥିଲୁ ସେ ଅବସ୍ଥାରୁ ବହୁତ ଆମର ପ୍ରୋଗ୍ରେସ ହେଇଛି, ଆଉ ଧୀରେ ଧୀରେ ତା ଦେହରେ କାମ ବି ଚାଲିଛି। ମତେ ଲାଗୁଛି ଫ୍ୟୁଚରରେ ଆହୁରି ପ୍ରିସିସନ୍ ଫୋରକାଷ୍ଟ ଆସିବ। ସାର୍ ଜଣେ କ୍ୱେଶ୍ଚିନ୍ କରିଛନ୍ତି କମେଣ୍ଟ ମାଧ୍ୟମରେ, ସେ କହିଛନ୍ତି ଯେ ପୁରୀ ସାକ୍ଷୀ ଗୋପାଳରେ ବର୍ଷା ହେଉଥିବା ବେଳେ ଏହାଠୁ 10 କିଲୋମିଟର ଦୂରରେ ବର୍ଷା ହେଉନାହିଁ, ଏମିତି କ'ଣ ପାଇଁ? ଅନେକ ସମୟରେ ସାର୍ ଦେଖିଥିବେ ଯଦି ଏଇଠି ବର୍ଷା ହେଉଛି ତ ଏଇଠି 2-3 କିଲୋମିଟର ଡିଷ୍ଟାନ୍ସ ହଉ ବା 10 କିଲୋମିଟର ଭିତରେ ବର୍ଷା ହେଇନଥାଏ, ଏମିତି କ'ଣ ପାଇଁ ହୁଏ? ଆପଣଙ୍କର ଯୋଉ ଅବଜରଭେସନ ଅଛି କରେକ୍ଟ ଅଛି। ଆପଣ ସେଇଥିପାଇଁ କାଳବୈଶାଖୀ କୁହାଯାଏ, ସେଟା ସ୍ଥାନୀୟ ରୂପରେ ହବ। ଆପଣଙ୍କର ଯଦି କୁହାଯାଉଛି ଗୋଟେ ଜିଲ୍ଲାର ପାଇଁକି କାଳବୈଶାଖୀ, ତା ମାନେ ନୁହେଁ ଯେ ସବୁ ଜିଲ୍ଲାର ସବୁ ସହର, ସବୁ ପଞ୍ଚାୟତ, ସବୁ ବ୍ଲକରେ ବର୍ଷା ହବ ସବୁ ସମୟରେ, ସେଇଟା ହୁଏନି। କାଳବୈଶାଖୀ ଗୋଟେ ଅସଙ୍ଗଠିତ ଡିସଅର୍ଗାନାଇଜ ସିଷ୍ଟମ, ସଂଗଠିତ ନୁହେଁ। ଆପଣଙ୍କୁ ଯଦି ଗୋଟେ ବାତ୍ୟା ଆସିବ ଆପଣ ଗୋଟେ ବହୁତ ଅଞ୍ଚଳରେ କହିବେ କି ହଁ ଏଇ ଅଞ୍ଚଳରେ ବହୁତ ବର୍ଷା ହବ କି ଅବପାତ, ଗଭୀର ଅବପାତ, କାରଣ ସେ ଗୋଟେ ସଂଗଠିତ ବାୟୁମଣ୍ଡଳର ପ୍ରକ୍ରିୟା, କିନ୍ତୁ ଇଏ ଗୋଟେ ଅସଙ୍ଗଠିତ ମାନେ ଅର୍ଗାନାଇଜ ନୁହେଁ। ବହୁତ ବଡ ଏରିଆରେ ବର୍ଷା ଆପଣ କରିବ, ଆଇସୋଲେଟେଡ ବର୍ଷା କରିବ, ଅଳ୍ପ ସମୟ, ଦିନ ସାରା ବର୍ଷା ହବନି, ଗୋଟେ ସମୟରେ ଅପରାହ୍ନ ପରେ ପରେ ତାର ସମ୍ଭାବନାଟା ବଢୁଛି, ବେଳେ ବେଳେ ହେଇଯାଇପାରେ। ତେଣୁ ଏଇଟା ଗୋଟେ ସ୍ଥାନୀୟ ବାଦଲର ଯୋଉ ସ୍ଥାନୀୟ ପ୍ରକ୍ରିୟା ଥାଏ, ସେଇ ଅନୁସାରେ ଆପଣ କହୁଛନ୍ତି ସାକ୍ଷୀ ଗୋପାଳରେ ବର୍ଷା ହଉଛି, ଆଖପାଖରେ ବର୍ଷା ହଉଛି, ସେଇଟା ହିଁ ଆର ବୈଶିଷ୍ଟ୍ୟ। ଆପଣ ଲୋକାଲାଇଜ ରେନ୍ ହବ, ଲୋକାଲାଇଜ ରେନ୍କୁ ବି ଆପଣ ଇଗ୍ନୋର କରିପାରିବେନି। ଆପଣଙ୍କୁ ସଚେତନ ହେଇକି ନେକ୍ସଟ 72 ଘଣ୍ଟା କି 96 ଘଣ୍ଟା ଆପଣଙ୍କୁ ରହିବାକୁ ପଡିବ, କାରଣ ଓଡ଼ିଶା ଦ୍ୱାରା ପ୍ରଭାବିତ ହବ। ଆଜ୍ଞା ସାର୍ ଆଉ ଗୋଟେ କ୍ୱେଶ୍ଚିନ୍ ରହିଛି ଯାକି ପୁରୀରେ କ'ଣ କୁଆପଥର ବର୍ଷା ହୋଇପାରେ କି? କୁଆପଥର ବର୍ଷା ପାଇଁ ଟିକେ ଆମର ଯୋଉ ଉପକୂଳବର୍ତ୍ତୀ ଅଞ୍ଚଳରେ ମତେ କାହିଁ କୁଆପଥର ବର୍ଷା ଲାଗୁନି। ପୁରୀରେ ବର୍ଷା ରହିପାରେ, କିନ୍ତୁ କୁଆପଥର ବର୍ଷା ଯୋଉ ସେନ୍ସିଟିଭ ଜୋନ୍ ଆମର ଉତ୍ତର ଓଡ଼ିଶାଟା ଟିକେ ବେଶୀ ସେନ୍ସିଟିଭ ଲାଗୁଛି, କାରଣ ସେଇଠି ପଶ୍ଚିମାଞ୍ଚଳର ବାୟୁର ସଞ୍ଚୟନଟା ବେଶୀ ହଉଛି। ଉପକୂଳ ଜିଲ୍ଲାରେ ବର୍ଷାର ସମ୍ଭାବନା ରହୁଛି, କୁଆପଥର ବର୍ଷା ମତେ କାହିଁ ଲାଗୁଛି। ଆଜ୍ଞା ସାର୍ ଯାଜପୁରରେ କେତେ ଦିନ ଯାଏ ଏଇ ଯୋଉ କାଳବୈଶାଖୀ ବର୍ଷା ହେଉଛି ଲାଗି ରହିବ, କ'ଣ କହିବେ? ଯାଜପୁର ବି ଆମର ପାର୍ଶ୍ୱବର୍ତ୍ତୀ ଉପକୂଳ ପାର୍ଶ୍ୱବର୍ତ୍ତୀ ଜିଲ୍ଲା, ଆଜି ବି ଲାଗୁଛି ଆମର ବର୍ଷା ରହିବ। ଆଉ ଏଇ ବର୍ଷାଟା ମାନେ ଆପଣଙ୍କର ଉପକୂଳବର୍ତ୍ତୀ ଜିଲ୍ଲା ମାନେ ଆଉ ଉତ୍ତର ଜିଲ୍ଲା ମାନେ ରହିବ କିଛି, ମାନେ ଅପ୍ ଟୁ 3-4 ଦିନ ମତେ ଲାଗୁଛି ରହିବ। ଆଜି ବି ସମ୍ଭାବନା ରହୁଛି ଯାଜପୁରରେ ଅପରାହ୍ନ ସମୟରେ ବର୍ଷା ହବ, ଆଉ ଏଇଟା କଣ୍ଟିନ୍ୟୁ କରିବ। ଆଜି କାଲି ପରଦିନ କମିବ, ବଢିବ, କିନ୍ତୁ ଆଜି ଅପରାହ୍ନ ପରେ ପରେ ଲାଗୁଛି ସମ୍ଭାବନା ରହୁଛି। ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା ପାଇଁ।